राज्यରୁ ହଟିଛି ଅବପାତର ଭୟ। 2 ଦିନ ପରେ ପୁଣି ବର୍ଷିବ। କମିଛି ବର୍ଷାର ପରିମାଣ, ବଦଳିଛି ପାଗ। ଗଭୀର ଅବପାତଟି ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଛତିଶଗଡ଼ ସଂଲଗ୍ନ ବିଦର୍ଭ ଓ ଦକ୍ଷିଣ ମଧ୍ୟପ୍ରଦେଶରେ ସକ୍ରିୟ ରହିଛି। ଓଡ଼ିଶା ଉପରୁ ଲଘୁଚାପ ଅପସରି ଯାଇଥିବା ବେଳେ ଓଡ଼ିଶାରେ ଲଘୁଚାପର ପ୍ରଭାବ ଆଉ ନାହିଁ। ତଥାପି ରାଜ୍ୟରେ କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ବର୍ଷା ସହ 30ରୁ 40 କିଲୋମିଟର ଝଟକା ପବନ ବହିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଗଷ୍ଟ 2ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ 6 ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ପରବର୍ତ୍ତୀ ଖବର, ଅସମ୍ଭାଳ ହୋଇପାରେ ସ୍ଥିତି। ହୀରାକୁଦ ଡ୍ୟାମ୍ର 22 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାଫଳରେ ପର୍ଯ୍ୟାୟକ୍ରମେ ଡ୍ୟାମ୍ର ଗେଟ୍ ଖୋଲାଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ଆଉ 8ଟି ଗେଟ୍ ଖୋଲାଯାଇଛି, ଯାହାଫଳରେ ବର୍ତ୍ତମାନ ମୋଟ 22ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଖଇରମାଳରୁ ଆସିଥିବା ପାଣି ମୁଣ୍ଡଳି ଦେଇ ମହାନଦୀର ବିଭିନ୍ନ ଶାଖା ନଦୀରେ ପ୍ରବାହିତ ହୋଇଛି। ଆଜି ପର୍ଯ୍ୟାୟକ୍ରମେ ହୀରାକୁଦ ଖୋଲିଛି ଆଉ 20ଟି ଗେଟ୍, ଅର୍ଥାତ୍ ଏବେ 22ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଏହି ପାଣି ମୁଣ୍ଡଳିରେ ପହଞ୍ଚିବା ପାଇଁ ପାଖାପାଖି 40 ଘଣ୍ଟା ସମୟ ଲାଗିବ। ସେତେବେଳକୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ପୂର୍ବ ପ୍ରବାହିତ ପାଣି ସମୁଦ୍ରକୁ ବୋହିଯାଇଥିବ ବୋଲି ଆକଳନ କରାଯାଉଛି। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରବର୍ତ୍ତୀ ଖବର, ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିସନ ଅବଧି। କଲେଜରେ ବଢ଼ିବ ଆଡମିସନ ଅବଧି। ବନ୍ୟା ଅଞ୍ଚଳରେ କଲେଜରେ ଆଡମିସନର ସମୟ ବୃଦ୍ଧି ହେବ। ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିସନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, କଲମାର ଖୋଲିଲା 66 ଗେଟ୍। ଝାରସୁଗୁଡ଼ା ସୀମାନ୍ତରେ ବନ୍ୟା ସ୍ଥିତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କଲମାର ସମସ୍ତ 66 ଗେଟ୍ ଖୋଲିଛନ୍ତି ଛତିଶଗଡ଼ ସରକାର। ଏହାପରେ ଝାରସୁଗୁଡ଼ା ଜିଲ୍ଲା ମହାନଦୀ ଉପକୂଳ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ା ଏବଂ ସେମଲିଆ ଗାଁ ନିକଟକୁ ମହାନଦୀ ପାଣି ଏବଂ ରିଜର୍ଭର ପଛୁଆ ପାଣି ମାଡ଼ି ଆସିଛି। ଫଳରେ ସୁଖାସୋଢ଼ା ସେମଲିଆରେ ଚାଷ ଜମି ବୁଡ଼ି ଯାଇଛି। ଅଧିକ ଦିନ ଧରି ଏହି ବନ୍ୟା ପାଣି ଜମିରେ ରହିଲେ ଧାନ ଏବଂ ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ସେପଟେ ଅଧିକ ବର୍ଷା ହେଲେ ଗାଁକୁ ପାଣିଆ ମାଡ଼ି ଆସିବା ଆଶଙ୍କା ଥିବାରୁ ଗାଁ ଲୋକେ ଭୟଭୀତ ଅଛନ୍ତି। ତେବେ ଏନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଲଖନପୁର ତହସିଲଦାର ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରବର୍ତ୍ତୀ ଖବର, ଆଜି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି। ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭଦ୍ରକଙ୍କ ନିର୍ଦ୍ଦେଶ କ୍ରମେ 1 ଅଗଷ୍ଟ 2026 ଅର୍ଥାତ୍ ଶନିବାର ଆଜି ଜିଲ୍ଲାର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟ ସହିତ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି। ତେବେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ। ପରବର୍ତ୍ତୀ ଖବର, ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ କିଏ କହୁଛି ସତ? ଅଧିକାରୀ କହିଲେ ମାଲ୍ ପ୍ରାକ୍ଟିସ। ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ଭାଇରାଲକୁ ନେଇ ବଢ଼ୁଛି ବିବାଦ। MKCG ମେଡିକାଲର ପିଜି ପରୀକ୍ଷାକୁ ନେଇ ଏବେ ସାରା ରାଜ୍ୟରେ ହଟଚମଟ। ପ୍ରଶ୍ନପତ୍ର ଓ ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଠିଛି ପେପର ଲିକ୍ ପ୍ରଶ୍ନ। ହେଲେ ସ୍ୱାସ୍ଥ୍ୟ ବିଦ୍ୟାଳୟର ଭିସିଙ୍କ ସଫା କଥା, ଏହା ପେପର ଲିକ୍ ନୁହେଁ, ମାଲ୍ ପ୍ରାକ୍ଟିସ। ତେବେ ପ୍ରଶ୍ନ ଉଠୁଛି, ଯଦି ପେପର ଲିକ୍ ନୁହେଁ ତାହେଲେ ପରୀକ୍ଷା ହଲରୁ ପ୍ରଶ୍ନପତ୍ର ବାହାରକୁ ଆସିଲା କେମିତି? ଗତ 27 ତାରିଖରେ MKCG ମେଡିକାଲରେ ଚାଲିଥିଲା ପିଜି ପରୀକ୍ଷା ଆଉ ସେହି ସମୟରେ ପ୍ରଶ୍ନପତ୍ରର ଫଟୋ ପହଞ୍ଚିଗଲା ହ୍ୱାଟ୍ସଆପ୍ ଗ୍ରୁପରେ। କେବଳ ପ୍ରଶ୍ନ ନୁହେଁ, ସେହି ଗ୍ରୁପରେ ସେୟାର ହେଲା ଉତ୍ତର ମଧ୍ୟ। ଅଭିଯୋଗ ପରେ MKCGରେ ପହଞ୍ଚି ତଦନ୍ତ କରିଛି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ଟିମ୍। ହେଲେ ଭିସିଙ୍କ ଯୁକ୍ତି, ପରୀକ୍ଷା ପୂର୍ବରୁ ଯଦି ପ୍ରଶ୍ନପତ୍ର ଭାଇରାଲ ହୋଇଥାନ୍ତା ତାହାକୁ ପେପର ଲିକ୍ କୁହାଯାଇଥାନ୍ତା, କିନ୍ତୁ ପରୀକ୍ଷା ପରେ ଭାଇରାଲ ହୋଇଥିବାରୁ ଏହା ମାଲ୍ ପ୍ରାକ୍ଟିସ। ଡିନ୍ଙ୍କୁ ରିପୋର୍ଟ ତଲବ କରାଯାଇଛି। ତଦନ୍ତ ପରେ ନିଷ୍ପତ୍ତି ହେବ ପରୀକ୍ଷା ପୁଣି ହେବ କି ନାହିଁ। ପରବର୍ତ୍ତୀ ଖବର, ମହାନଦୀରେ ବଢ଼ୁଛି ଜଳସ୍ତର। ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ ମନ୍ତ୍ରୀଙ୍କ ଅପିଲ। ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ ଛତିଶଗଡ଼। ମହାନଦୀ ଉପରମୁଣ୍ଡରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏହାକୁ ଦେଖି ପଡ଼ୋଶୀ ରାଜ୍ୟର ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ହୀରାକୁଦରୁ ଅଧିକ ଗେଟ୍ ଖୋଲିବା ପାଇଁ ଅପିଲ କରିଛନ୍ତି। ଛତିଶଗଡ଼ର ରାଜ୍ୟର ରାୟଗଡ଼, ସାରଙ୍ଗଗଡ଼, ବିଲାଇଗଡ଼ ଜିଲ୍ଲାର ସରିଆ ଅଞ୍ଚଳ ଏବଂ ଚନ୍ଦ୍ରପୁର ଆଦି ମହାନଦୀ କୂଳବର୍ତ୍ତୀ ଗାଁଗୁଡ଼ିକରେ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ OP ଚୌଧୁରୀ ସୋସିଆଲ ମିଡିଆ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି। ପରବର୍ତ୍ତୀ ଖବର,
केन्द्र रेलमंत्री अश्विनी वैष्णव को भेटिले मुख्यमंत्री। नुआदिल्लीଠାରେ केन्द्र रेल सूचना और प्रसारण एवं इलेक्ट्रोनिक्स और सूचना प्रजुक्ति विद्या मंत्री अश्विनी वैष्णव सहित सौजन्यमूलक साक्षात कले मुख्यमंत्री मोहन चरण माझी। राज्य में रेल भित्तिभूमिर विकास, नूतन रेल लाइन प्रकल्पर कार्यकारिता और जोगाजोग व्यवस्थार सुदृढ़ीकरण नहीं सकारात्मक आलोचना होइतिबा कहिले मुख्यमंत्री। आंचलिक तथा शिल्पांचल संयोगीकरण को अधिक क्रियाशील करी आर्थिक प्रगति को त्वरान्वित करबा हमर मुख्य लक्ष्य। केन्द्र सरकार सहयोग एक विकसित और समृद्ध ओडिशा गठन दिगरे आम निरंतर आगे चलीछु बोली कहिसेंती मुख्यमंत्री। परवर्ती खबर, जयपुर में चांचल्य, स्कूल डाकी नहीं 10म श्रेणी छात्र को छुरी भूसी हत्या। क्लासरूम रे बुलिला छुरी, स्कूल रे पशि आतंक खेलाइले अणछात्र। 10म श्रेणी छात्र को छुरी भूसी कले हत्या। क्लास रे पढ़ुथिबा समय जड़े अणछात्र तांको डाकी नहीं छुरी भूसी देइथिबा अभियोग होइछि। जयपुर बारिणीपुर प्रोजेक्ट हाईस्कूल रे घटिछि एभଳି अभावनीय घटना। जयपुर बारिणीपुर प्रोजेक्ट हाईस्कूल रे पाठ पढ़ा चलिथिला बेले क्लास रो जड़े छात्र को जड़े अणछात्र डाकी नहीं आसीथिले। छात्र को अणछात्र जनक छुरी भूसी देइथिले। गुरुतर अवस्था छात्र को स्थानीय एक घरोई हस्पिटाल रे भर्ती करा जायतिला। सेठारे तांको मृत घोषणा करिसेंती डाक्तर। अभियुक्त छात्र जनक गत वर्ष 10म पास करिथिबा जणा पड़िछि। सेपटे किंतु प्रधान शिक्षकक कहवा कथा खाइबा छुट्टी रे छात्र को आक्रमण होइतिला। तेबे कौनसी पूर्व शत्रुता को नहीं हत्याकांड घटिथिबा कुहाଯାଉଛି। घटनास्थल रे पुलिस पहुंची तदंत आरंभ करिछि। अभियुक्त छात्र जनक घटनास्थल चंपट मारिथिबा बेले पुलिस तांको धरिबाको विभिन्न स्थान रे छानबीन करुछि। परवर्ती खबर, महानदी बन्या को नहीं राजनैतिक झड़। महानदी जल विवाद और बन्या को नहीं सरकार को घेरी बीजेडी। जेतेबेले छत्तीसगढ़ मनमानी पाई महानदी पानी राज्य में बन्या परिस्थिति सृष्टि करिछि, सेतेबेले मुख्यमंत्री दिल्ली रे छत्तीसगढ़ मुख्यमंत्री सह मीटिंग करुछंती। यह कौन प्रहसन नुहे कि बोली प्रश्न करिसेंती बीजेडी नेता प्रीतिरंजन घड़ाई। से आहरी मध्य कहिसेंती नवीन पट्टनायक मुख्यमंत्री थिबा बेले प्राकृतिक विपर्यय को जेउ भली भाबरे परिचालना करुथिले ता उपरे साधारण लोकंक भरोसा और विश्वास बढ़िथिला। हेले एबे सरकार कोन करुछंती बोली प्रश्न करिसेंती प्रीतिरंजन। सेबळे पीसीसी सभापति भक्त दास मध्य सरकार को टार्गेट करिसेंती। भक्त कहिसेंती बन्या बेले राज्य रे लोके हंतसंत होतिबा बेले मुख्यमंत्री दिल्ली रे बसिसेंती। जल परिचालना ठीक भाव होउनथिबारु अल्प पानी रे भी बन्या होउछि। जवाब रे बीजेपी सांसद रविंद्र बेहरा कहिसेंती बन्या को अटकाइबा पई पूर्व सरकार कोनोसी पदक्षेप नै नथिले। पूर्व सरकारक अव्यवस्था पई बैतरणी रे बन्या होइछि। परवर्ती खबर, केंद्र गृहमंत्री अमित शाह को भेटिले मुख्यमंत्री मोहन माझी। नुआदिल्ली ठारे केंद्र गृहमंत्री अमित शाह को साक्षात करिसेंती मुख्यमंत्री श्री मोहन चरण माझी। एही बैठक में मुख्यमंत्री केंद्र गृहमंत्री को राज्यर विकासमूलक पदक्षेप, आईन श्रृंखला परिस्थिति, आभ्यंतरीण सुरक्षा एवं चालू रहितिबा विभिन्न विकासमूलक और कल्याणकारी योजना संपर्क में अवगत कराइथिले। प्रधानमंत्री दूरदृष्टि संपन्न नेतृत्व में विकास, प्रगति और समृद्धिर एक नूतन पथरे ओडिशा द्रुत गति आगे चली। आलोचना समय मुख्यमंत्री श्री माझी यह कहिथिले। राज्यर विकास प्रक्रिया को और सुदृढ़ करबा पई मुख्यमंत्री केंद्र गृहमंत्री निरंतर सहयोग कामना करथिले। केंद्र गृहमंत्री दृढ़ नेतृत्व जोगु ओडिशा आज एक नक्सल मुक्त राज्य भाव मान्यता पाई परिछि बोले दर्शाई मुख्यमंत्री ताको धन्यवाद देथिले। परवर्ती खबर, इतिहास रचिले अस्मिता दे। जुडो रे भारत को मिलिला प्रथम स्वर्ण पदक। ग्लासगो ठारे चलिथिबा राज्य गोष्ठी क्रीडा रे भारतीय जुडोको अस्मिता दे ऐतिहासिक सफलता हासिल करिसेंती। जुडो खेल रे भारत पई प्रथम स्वर्ण पदक जीति से इतिहास रचिसेंती। महिला 48 किलोग्राम वर्ग रे फाइनल मैच रे से कनाडार हेडी क्वाच को 2-1 सेट रे परास्त करी गौरव आनी दैछंती। फाइनाल संघर्ष अत्यंत कड़ा और रोमांचकर थिला। निर्धारित समय शेष सुधा उभय खेलाड़ी 1-1 समान स्थिति रे थिले। मैच बराबर रहिबारु फलाफल पई गोल्डन स्कोर अवधि को अपेक्षा थिला। अतिरिक्त समय अस्मिता निजर चमत्कार कौशल लेग टैंगल जरिया रे निर्णायक योको पॉइंट हासिल करी विजय सुनिश्चित करथिले। परवर्ती खबर, बुला पशुंक लगी होतिबा दुर्घटना को नहीं सुप्रीमकोर्ट को उद्वेग, कहले दायी हेबे मालिक। सर्वोच्च न्यायालय शुक्रवार बुला पशुंक जोगु होतिबा सड़क दुर्घटना को नहीं उद्वेग प्रकाश करिसेंती। एने कोर्ट केंद्र और राज्य सरकार को एपरि मामला रे क्षतिपूरण देबाकू प्रभावी तंत्र विकसित करबा लागि निर्देश दैछंती। सुप्रीमकोर्ट को विचारपति जस्टिस संजय करोल और जस्टिस एन कोटेश्वर सिंहक पीठ ए बाबद रे केतेक गुरुत्वपूर्ण निर्देश जारी करिसेंती। एपरि मामला रे पशुंक मालिकों को दायी करा उचित एवं चरिबाकू जाइथिबा पशु सबुदिन संध्यारे जेपरि घर को फेरंती ता मालिक सुनिश्चित करबा दरकार बोली कहिसेंती। पीठ कहिसेंती जे सबु राज्य जेमाने गृहपालित पशुंक पई आईन करिसेंती सेही आईन को तुरंत अक्षर सह पालन करंतु। पादचला पथिक और वाहन चालक उभय मामला रे पशुंक कारण होतिबा दुर्घटना लागि क्षतिपूरण प्रदान निमंते आवश्यक संशोधन करा दरकार बोली पीठ कहिसेंती।
ପରବର୍ତ୍ତୀ ଖବର ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟାକାଣ୍ଡରେ ଦଣ୍ଡାଦେଶ ତାହିର ହୁସେନଙ୍କ ସହିତ 5 ଜଣଙ୍କୁ ଆଜୀବନ ଜେଲ 2020 ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ କରକାରଡୁମା କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କ ସମେତ ସମସ୍ତ 5 ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଜୁଲାଇ 13ରେ କରକାରଡୁମା କୋର୍ଟ ପୂର୍ବତନ କାଉନସିଲର ତାହିର ହୁସେନ, ନାଜିମ, କାସିମ, ଜାଭେଦ ଏବଂ ଅନସଙ୍କୁ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ସମେତ ଗମ୍ଭୀର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଶୁକ୍ରବାର ସମସ୍ତ 5 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଣ୍ଡ ଘୋଷଣା କରିବା ସମୟରେ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଗମ୍ଭୀର ଘଟଣା। ଆଦେଶରେ କୋର୍ଟ କହିଛନ୍ତି ଏହା ଏପରି ଏକ ମାମଲା ଯାହା ସମଗ୍ର ସମାଜକୁ ଦୋହଲାଇ ଦେଇଥିଲା। ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ତାହିର ହୁସେନ ସମେତ ସମସ୍ତ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା, କିନ୍ତୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପରବର୍ତ୍ତୀ ଖବର ସୁନ୍ଦରୀ ପୋଲିସ ଅଫିସରଙ୍କ କଳା କାରନାମା ଏୟାର ହୋଷ୍ଟେସରୁ ଡିଏସପି ହୋଇଥିବା ମହିଳା ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ଚାନ୍ଦା ଆଦାୟ କରିବା ପାଖରୁ ତଦନ୍ତକୁ ବାଟବଣା କରିବାରେ ସେ ସିଦ୍ଧହସ୍ତ। ଏବେ ତାଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଆସିଛି ନିର୍ଦ୍ଦେଶ। ମଧ୍ୟପ୍ରଦେଶ ପୋଲିସର ଡିଏସପି ନେହା ପଚିସିଆ ସନ୍ଦେହ ଘେରକୁ ଆସିଛନ୍ତି। ଗାଡ଼ି ଯାଞ୍ଚ ସମୟରେ ବେଆଇନ ଅର୍ଥ ଆଦାୟ ଏବଂ ହତ୍ୟା ମାମଲାର ତଦନ୍ତରେ ଅବହେଳା କରିଥିବା ନେଇ ତାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପରେ ବରିଷ୍ଠ ଅଧିକାରୀମାନେ ତାଙ୍କ ଡ୍ରାଇଭରକୁ ନିଲମ୍ବିତ କରିବା ସହିତ ତାଙ୍କ ଅଧୀନରେ ଥିବା 3ଟି ପୋଲିସ ଷ୍ଟେସନର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି। ପରବର୍ତ୍ତୀ ଖବର ବଦଳିବ କୋଲକାତା ପୋଲିସର ମହିଳା ପୋର୍ଟାଲ ସ୍କ୍ୱାଡ୍ ୟୁନିଫର୍ମ ଆଉ ପିନ୍ଧିବେନି ଧଳା ପୋଷାକ। ନଗର ପୋଲିସ ତାର ମହିଳା ସ୍କୁଟର ପାଟ୍ରୋଲିଂ ସ୍କ୍ୱାଡ୍ ଦୁର୍ଗା ସୁରକ୍ଷା ବାହିନୀ ନିମନ୍ତେ ଏକ ନୂଆ ପୋଷାକ ଉପସ୍ଥାପନ କରିଛି। ପୂର୍ବରୁ ୱିନର୍ସ ନାମରେ ଜଣାଯାଉଥିବା ପୋଲିସର ୟୁନିଟ୍ ଏବେ ପାରମ୍ପରିକ ଧଳା ପୋଲିସ ପୋଷାକରୁ ହଟି ବିଶେଷ ରୂପେ ଡିଜାଇନର କରାଯାଇଥିବା ବର୍ଦ୍ଦି ଓ ବିଶେଷ ସୁରକ୍ଷା ହେଲମେଟ୍ ଧାରଣ କରିବେ। ଏହାଦ୍ୱାରା ସଙ୍କଟରେ ଫସିଥିବା ମହିଳା ବେଶ୍ ସହଜରେ ସେମାନଙ୍କୁ ଚିହ୍ନଟ କରିପାରିବେ। ନୂଆ ଡ୍ରେସ୍ କୋଡ୍ ଅନୁସାରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ପେଟ୍ରୋଲିଂ କାଳରେ ନିଜର ପାରମ୍ପରିକ ଖାକି ପୋଲିସ ପୋଷାକ ଉପରେ ଏକ ହାଲୁକା ୱେଷ୍ଟକୋଟ୍ ବା ଏପ୍ରନ୍ ପିନ୍ଧିବାକୁ ପଡ଼ିବ। ଏହି ପରିଧାନର ଆଗ ଓ ପଶ୍ଚାତ ଭାଗ ମୁଖ୍ୟତଃ ଗୋଲାପୀ ରଙ୍ଗର ହେବ। ସେପରି କଲର ଧଡ଼ି ଓ ବୋତାମ ନାରଙ୍ଗୀ ରଙ୍ଗର ହେବ। ଏହି ପୋଷାକରେ ପରିଚାଳନା ସୁବିଧା ପାଇଁ 2ଟି କର୍ଡ ପକେଟ୍ ଓ ଗୋଟିଏ ଭିତିରିଆ ପକେଟ୍ ରହିଛି। ପରବର୍ତ୍ତୀ ଖବର ବିଏସ୍ଏଫ୍ କ୍ୟାମ୍ପରେ ପଶିଲା ବନ୍ୟା ପାଣି, ଛାତ ଓ ଗଛ ଉପରେ ରାତି କାଟିଲେ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆବୁଜମାଡ଼ରେ ଅବସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପରେ ଗତକାଲି ରାତିରେ ଅଚାନକ ବନ୍ୟାଜଳ ମାଡ଼ି ଆସିବାରୁ କ୍ୟାମ୍ପରେ 6 ଫୁଟ ଉଚ୍ଚର ପାଣି ପଶିଥିଲା। ସମସ୍ତ ଯବାନ ଅଧା ରାତିରେ ଜୀବନ ବଞ୍ଚାଇ ଘରର ଟିଣ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ନିଜ ଜୀବନ ବଞ୍ଚାଇଛନ୍ତି। ଯବାନ ଯେ କେବଳ ନକ୍ସଲଙ୍କ ସହ ଲଢ଼ୁନାହାନ୍ତି, ବରଂ ବିଭିନ୍ନ ଆପଦ ବିପଦର ମଧ୍ୟ ସେମାନେ ସମ୍ମୁଖୀନ ହୋଇ ଲଢ଼େଇ ଜାରି ରଖିଛନ୍ତି। ଗତ କିଛି ଦିନ ହେଲା ଲଗାଣ ବର୍ଷା ଛତିଶଗଡ଼ର ଆବୁଜମାଡ଼ରେ ଥିବା ନଦୀ ନାଳରେ ପାଣି ଭର୍ତ୍ତି କରାଯାଇଥିଲା, ଯାହାଫଳରେ ନଦୀର ପାଣି ସ୍ଥାନୀୟ ବିଏସ୍ଏଫ୍ କ୍ୟାମ୍ପରେ ପଶିଥିଲା। ସେତେବେଳକୁ ରାତି ପ୍ରାୟ 11ଟା ହେବ। ଯବାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ସମସ୍ତେ ଜୀବନ ବିକଳରେ ଘରର ଟିଣ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ଯାଇଥିଲେ। ରାତି ତମାମ ସେଭଳି ଛାତ ଉପରେ ଓ ଗଛ ଉପରେ ଉଜାଗର ରହିଥିଲେ। ସକାଳୁ ନିକଟସ୍ଥ ଆଉ ଏକ ବାଟାଲିୟନର ଯବାନମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ଖବର ତିହିଡି ବନ୍ୟା ବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ। ସାଳନ୍ଦୀ, ବୈତରଣୀ ଓ ଗେଙ୍ଗୁଟି ନଦୀର ବନ୍ୟା ଜଳ ପ୍ରବେଶ କରିବା ଫଳରେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। କାଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ୟାମସୁନ୍ଦରପୁର, କାମ୍ପଡ଼ା, ବୋଡ଼କ ଆଦି ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ। ସ୍ଥାନୀୟ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହିତ ରିଲିଫ୍, ସୁରକ୍ଷିତ ଆଶ୍ରୟ, ରନ୍ଧା ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବିପତ୍ତି ସମୟରେ ଆମେ ଆପଣଙ୍କ ସହ ଅଛୁ, ଆଶଙ୍କିତ ନ ହୋଇ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ସୂର୍ଯ୍ୟବଂଶୀ ସୁରେଶ। ପରବର୍ତ୍ତୀ ଖବର ବନ୍ୟା ବିଭୀଷିକାରେ ଅଧା ଓଡ଼ିଶା, 15ଟି ଜିଲ୍ଲାର 7,91,000 ଲୋକ ପ୍ରଭାବିତ, ମାଟି ଶୁଖିଲା ଯାଏ ରିଲିଫ୍। ରାଜ୍ୟର ବିଶେଷତଃ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଜନିତ ବନ୍ୟା ସୃଷ୍ଟି ହୋଇଛି। 15ଟି ଜିଲ୍ଲାର 7,91,000 ଲୋକ ପ୍ରଭାବିତ ହୋଇଛନ୍ତି। ସମସ୍ତ ପ୍ରଭାବିତ ଲୋକଙ୍କୁ ମାଟି ଶୁଖିଲା ଯାଏ ରିଲିଫ୍ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଲୋକସେବା ଭବନରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ। ଆଭାସୀରେ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର 30ଟି ଜିଲ୍ଲାରୁ 15ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବାବେଳେ ବାକି 15ଟି ଜିଲ୍ଲା ବନ୍ୟା ଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି। 15ଟି ଜିଲ୍ଲାର 57ଟି ବ୍ଲକର 446ଟି ପଞ୍ଚାୟତ ଅନ୍ତର୍ଗତ 1362ଟି ଗ୍ରାମ ଏବଂ 11ଟି ପୌରାଞ୍ଚଳର 174 ୱାର୍ଡର ପ୍ରାୟ 7,91,846 ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପାଣି ଘେରରେ 2,68,943 ଜଣ ଲୋକ ରହିଥିବା ବେଳେ 21,380 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରାୟ 647ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁ ଖାଦ୍ୟ, ବୟସ୍କ ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପରବର୍ତ୍ତୀ ଖବର ଅଗଷ୍ଟ 3ରୁ 3 ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୁରକ୍ଷା ସମୀକ୍ଷା। ଆସନ୍ତା ଅଗଷ୍ଟ 3ରୁ 5 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯାଇଛି। ପୋଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବଢ଼ିପାରେ। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା 3% ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଶ୍ରମ ବ୍ୟୁରୋ ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଜୁନ୍ ମାସର ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି। ଜୁନ୍ରେ ଶିଳ୍ପ ଶ୍ରମିକମାନଙ୍କର ଖାଉଟି ମୂଲ୍ୟସୂଚୀ 151.9 ରହିଛି ବୋଲି ଏକ୍ସରେ ପୋଷ୍ଟ କରାଯାଇଛି। ଏଥିଯୋଗୁଁ ଗତ 12 ମାସର ହାରାହାରି ଖାଉଟି ମୂଲ୍ୟସୂଚୀ 148.65ରେ ରହିଛି, ଯାହାଫଳରେ ମହଙ୍ଗା ଭତ୍ତା 63.76% ହେବା ନେଇ ହିସାବ କରାଯାଉଛି। କିନ୍ତୁ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ ସମୟରେ ଭଗ୍ନାଂଶ ସଂଖ୍ୟାକୁ ହିସାବକୁ ନିଆଯାଉ ନଥିବାରୁ ସେମାନଙ୍କୁ 63% ମହଙ୍ଗା ଭତ୍ତା ମିଳିବା ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ପିଏମ୍ କିଷାନ ଅବଧି 5 ବର୍ଷ ବଢ଼ିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ 2030-31 ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ 3,15,000 କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। 2019 ଫେବୃଆରୀରେ ଏହି ଯୋଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଇତିମଧ୍ୟରେ 23ଟି କିସ୍ତିରେ 4,47,000 କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 48,048 କୋଟି ଟଙ୍କା ଅଟକଳ ବିଶିଷ୍ଟ ସମୁଦ୍ର ମନ୍ଥନ ଯୋଜନାକୁ ଅନୁମୋଦନ କରାଯାଇଛି। 2030-31 ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ଯୋଜନାରେ ସରକାର ଅଧିକରୁ ଅଧିକ ତୈଳ ଓ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।